ସତରେ ମାତ୍ର ଆଉ 15ଟି ଦିନ ଓଡ଼ିଶାରୁ କଟିବ 40 ଲକ୍ଷ ରାସନ କାର୍ଡ଼। ତ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ପାଇଁ ଭିଡ଼ିଓଟିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କିନ୍ତୁ ତା ପୂର୍ବରୁ ଲାଇକ୍ଟେ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତ ଫ୍ରେଣ୍ଡସ୍, ଇ-KYC ନ କଲେ ମିଳିବନି ରାସନ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇ-KYC କାମ। ଏବେ ବି ଲକ୍ଷ ଲକ୍ଷ ଲୋକ କରିନାହାନ୍ତି ଇ-KYC। ତ ଖାଦ୍ୟ ଯୋଗାଣ ବିଭାଗ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 85% ଆର୍ଥିକ 2,86,00,000ରୁ ଅଧିକ ଲୋକ ଇ-KYC ସରିଥିବା ବେଳେ ଆହୁରି 50 ଲକ୍ଷରୁ ଅଧିକ ବାକି ଅଛନ୍ତି। ତ ଏଥିରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର 3,12,000 ଲୋକ ଇ-KYC କରିନାହାନ୍ତି। ସେହିପରି ନବରଙ୍ଗ ଜିଲ୍ଲାରେ 2,86,000, ବାଲେଶ୍ୱରରେ 2,58,000 ଏବଂ ବଲାଙ୍ଗୀର 2,32,000 ସହ ରାଜ୍ୟରେ 50 ଲକ୍ଷରୁ ଅଧିକ ଏବେ ବି ଇ-KYC କରିନାହାନ୍ତି। ତ ଏଥିସହିତ ରାଜ୍ୟ ଭିତରେ ଇ-KYC କରାଇଛନ୍ତି 2,85,30,000 ଲୋକ। ପ୍ରାୟ 1,19,000 ଲୋକ ରାଜ୍ୟ ବାହାରେ ଇ-KYC କରାଇଛନ୍ତି। ନୂଆ କାର୍ଡ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ସରକାର। ଏହି ଡାଟାବେସ୍ ଆଧାରରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ବିଭିନ୍ନ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରିବାକୁ ବି ସରକାର ଲକ୍ଷ୍ୟ ରଖିଛନ୍ତି। ତ ଯଦି ଆପଣମାନଙ୍କ ମଧ୍ୟରୁ କେହି ଇ-KYC କରିନାହାନ୍ତି ତେବେ 15 ତାରିଖ ପୂର୍ବରୁ ଇ-KYC କରିନିଅନ୍ତୁ, ନଚେତ୍ କିନ୍ତୁ ପରେ ଆପଣଙ୍କର ରାସନ କାର୍ଡରେ ନାମ କଟିଯାଇପାରେ।